ଦେଖନ୍ତୁ ସିଏ ଅଧ୍ୟାପକ ହୁଅନ୍ତୁ, ସାମାନ୍ୟ ଶିକ୍ଷକ ହୁଅନ୍ତୁ, ଯେକୌଣସି ସରକାରୀ କର୍ମଚାରୀ ହୁଅନ୍ତୁ, ବେସରକାରୀ ଲୋକ ହୁଅନ୍ତୁ, ଭାରତୀୟ ସମ୍ବିଧାନରେ ସମସ୍ତଙ୍କ ପାଇଁ ଆଇନ ସମାନ ଏବଂ ଯିଏ ଯୋଉ ବୃତ୍ତିରେ ଥିଲେ ମଧ୍ୟ ଯେଉଁ ଦଣ୍ଡ ବିଧାନ ତା ପାଇଁ ଉପଲବ୍ଧ ସେଇ ଦଣ୍ଡ ବିଧାନ ହିଁ ତାକୁ କରାଯିବ। ଅନେକ ଜଣ ଅଧ୍ୟାପକ ମାନେ ଅପରାଧିକ ମାମଲାରେ ଜଡ଼ିତ ରହୁଛନ୍ତି ଏବଂ ଆମେ ଦେଖୁ କିଛି ଦିନ ପୂର୍ବରୁ ଜଣେ ଅଧ୍ୟାପକ ଗଞ୍ଜି ମାମଲା ଜଣାଉଥିଲେ ସେ ତାଙ୍କ ପିଛା କାର୍ଯ୍ୟାନୁଷ୍ଠାନ କ'ଣ ସାର୍? ଦେଖନ୍ତୁ ସିଏ ଅଧ୍ୟାପକ ହୁଅନ୍ତୁ, ସାମାନ୍ୟ ଶିକ୍ଷକ ହୁଅନ୍ତୁ, ଯେକୌଣସି ସରକାରୀ କର୍ମଚାରୀ ହୁଅନ୍ତୁ, ବେସରକାରୀ ଲୋକ ହୁଅନ୍ତୁ, ଭାରତୀୟ ସମ୍ବିଧାନରେ ସମସ୍ତଙ୍କ ପାଇଁ ଆଇନ ସମାନ ଏବଂ ଯିଏ ଯୋଉ ବୃତ୍ତିରେ ଥିଲେ ମଧ୍ୟ ଯେଉଁ ଦଣ୍ଡ ବିଧାନ ତା ପାଇଁ ଉପଲବ୍ଧ ସେଇ ଦଣ୍ଡ ବିଧାନ ହିଁ ତାକୁ କରାଯିବ। ଅନେକ ଗୁଡ଼ିଏ ଦେଖୁଛୁ ଅନେକ ଜଣ ଅଧ୍ୟାପକ ମାନେ ଅପରାଧିକ ମାମଲାରେ ଜଡ଼ିତ ରହୁଛନ୍ତି ଏବଂ ଆମେ ଦେଖୁ କିଛି ଦିନ ପୂର୍ବରୁ ଜଣେ ଅଧ୍ୟାପକ ଗଞ୍ଜି ମାମଲା ଜଣାଉଥିଲେ ସେ ତାଙ୍କ ପିଛା କାର୍ଯ୍ୟାନୁଷ୍ଠାନ କ'ଣ? ଦେଖନ୍ତୁ ସିଏ ଅଧ୍ୟାପକ ହୁଅନ୍ତୁ, ସାମାନ୍ୟ ଶିକ୍ଷକ ହୁଅନ୍ତୁ, ଯେକୌଣସି ସରକାରୀ କର୍ମଚାରୀ ହୁଅନ୍ତୁ, ବେସରକାରୀ ଲୋକ ହୁଅନ୍ତୁ, ଭାରତୀୟ ସମ୍ବିଧାନରେ ସମସ୍ତଙ୍କ ପାଇଁ ଆଇନ ସମାନ ଏବଂ ଯିଏ ଯୋଉ ବୃତ୍ତିରେ ଥିଲେ ମଧ୍ୟ ଯେଉଁ ଦଣ୍ଡ ବିଧାନ ତା ପାଇଁ ଉପଲବ୍ଧ ସେଇ ଦଣ୍ଡ ବିଧାନ ହିଁ ତାକୁ କରାଯିବ।